ଜାଗ ଜାଗ ଉଲ୍କା ପିଣ୍ଡ ଜାଗରେ ରହିଛି ମୁଣ୍ଡ କେନ୍ଦ୍ରୀଭୂତ ମହାଜନ ସୌରମଣ୍ଡଳେ ରଖବାରେ ତାକୁ ଯାଇ ଘେନି କେନ୍ଦ୍ର ବିନ୍ଦୁ ଶହେ ପାଶରେ ରହିଛି ଯାର ଜ୍ୟୋତିର୍ମଣ୍ଡଳ ଆଭା ରୂପେ ରହିଛି ଯହିଁ ଆଭା ରୂପେ ରହିଛି ଯହିଁ ନିରାକାର ନିରଞ୍ଜନ ବ୍ରହ୍ମଠି ସେହି। କ'ଣ ଅର୍ଥଟି କ'ଣ ହେଲା? କହିଲେ ଜାଗ ଜାଗ ମହାଜାଗ ଜ୍ୟୋତିମଣ୍ଡଳ ଜାଗ ଜାଗ ମହାଜାଗ ମାନେ ମହାଜାଗତିକ ମଣ୍ଡଳ ହେଉଛି ସୂର୍ଯ୍ୟମଣ୍ଡଳ ସୂର୍ଯ୍ୟମଣ୍ଡଳ ସେଇ ମହାଜାଗ ସୂର୍ଯ୍ୟମଣ୍ଡଳରେ କାଳ କାଳ ନିଶି ରହିଅଛି ମଣ୍ଡପ ପରେ କାଳ ନିଶି ହେଉଛି ବ୍ଲାକ୍ ହୋଲ୍ ଯେଉଁଟା କୁହାଯାଏ ବ୍ଲାକ୍ ହୋଲ୍ ଯେଉଁଠି ହଜାର ହଜାର ସୂର୍ଯ୍ୟ ଯାଇକି ସେଠି ଧ୍ୱଂସନ୍ତି ଯେଉଁ ଗୋଟେ ସୂର୍ଯ୍ୟର ମୃତ୍ୟୁ ହେଲେ ସେଇ ଜାଗାକୁ ସମସ୍ତେ ପହଞ୍ଚନ୍ତି ବ୍ଲାକ୍ ହୋଲ୍ କଳା ଗହ୍ୱର ଏ କଳା ହାତୀ କିଏ କଳା ଗହ୍ୱର କିଏ ସ୍ୱୟଂ ନିରାକାର ହେଉଛନ୍ତି ନିରଞ୍ଜନ ହେଲେ ବ୍ରହ୍ମ ଜଗନ୍ନାଥ ମହାପ୍ରଭୁ ସେ ଏମିତି ହଜାର ହଜାର ଉଲ୍କାପିଣ୍ଡ ଆଉଛି ଯାଉଛି ଏ ସମୟ ଅନୁସାରେ କକ୍ଷପଥରେ ଆସିବ ଯିବ ଇଏ କିନ୍ତୁ ଲକ୍ଷଣ ଭଲ ନୁହେଁ ଏଇ ସବୁ ଜିନିଷ ଯେତେବେଳେ ହେବ ଉଲ୍କାପିତ ହେବ ଉଲ୍କା ଖଣ୍ଡ ଏମିତି ଖସିବ ଇଏ ବର୍ତ୍ତମାନ ସମୟ ଭଲ ନୁହଁ ମହାପୁରୁଷ କହୁଛନ୍ତି ମହାକାଳ ଯୋଗ ହେଲା ଭିତ୍ତିପାତରେ ରହିଲା ଜାଗତିକ ମହାଗୋଳ ହୋଇବ ଯାଇ ସୌର ଭୂଖଣ୍ଡରେ ମଧ୍ୟ ମହାଜାଗତିକ ଖେଳ ହେଲେ ଆଗକୁ ଆଉ ସମୟ ଆସୁଛି ପୃଥିବୀର ଉପଗ୍ରହ ହେଉଛନ୍ତି ଚନ୍ଦ୍ର ଚନ୍ଦ୍ର ଉପଗ୍ରହରେ ଯେତେବେଳେ ଚୁମ୍ବକ ଝଡ଼ ହେବ ମ୍ୟାଗ୍ନେଟ୍ ଝଡ଼ ହେବ କୌଣସି ଇଣ୍ଟରନେଟ୍ ଚୁମ୍ବକୀୟ ଝଡ଼ ହେବ କୌଣସି ଇଣ୍ଟରନେଟ୍ କାମ କରିବନି କୌଣସି ସଫ୍ଟୱେର୍ କାମ କରିବନି ଏ ସମୟ ଆସୁଛି ଆଗକୁ ମାଳିକା ଯାହା ଲେଖା ଅଛି ସତ୍ୟ ଇଣ୍ଟରନେଟ୍ କାମ କରିବ ନାହିଁ ବ୍ୟାଙ୍କିଂ ସିଷ୍ଟମ ବନ୍ଦ ହେବ ମୋବାଇଲ ହାତରେ ଖେଳନା ହେଇଯିବ ସ୍ୟାଟେଲାଇଟ୍ କନେକ୍ସନ ବି କଟିବ ଚୁମ୍ବକୀୟ ଝଡ଼ ଦ୍ୱାରା ଏସବୁ ହେବ ହେବ ଆସୁଛି ଆଗକୁ ସମୟ ହେବ କିନ୍ତୁ ଏଇ ଯେଉଁ ବର୍ତ୍ତମାନ କକ୍ଷପଥ ହେଉଛି କିନ୍ତୁ କ୍ଷତି କରିବନି କିନ୍ତୁ ଏଇଟା ଅଶୁଭ ସୂଚନା ଏଗୁଡ଼ା ଯେତେବେଳେ ଦେଖାଯିବ ଏଇଟା ସବୁ ସମୟ ଠିକ୍ ନାହିଁ ବର୍ତ୍ତମାନ ମହାପୁରୁଷ କହୁଛନ୍ତି ମହାଜାଗତିକ କାଳ ବିୟୋଗ ହୋଇଲା ବେଳ ଧର୍ମ ହାନି ହୋଇବାକୁ କରିବ ଗେଲ ଜାଗ ଜାଗ ମହାକାଳ ହୋଇଛି ବେଳ ମହାପୁରୁଷ କହୁଛନ୍ତି ଅନନ୍ତ କହୁଛନ୍ତି ବାରକକୁ ଯେ ମହାଜାଗ କାଳରେ ଯେତେବେଳେ ଏଇପରି ଘଟଣା ଉଲ୍କାପିଣ୍ଡ ଦେଖାଯିବ ଇଏ ବର୍ତ୍ତମାନ ସଂସାରକୁ ଭଲ ସମୟ ନାହିଁ ଦୁରୁପଯୋଗ ଆସିବ ଏଇ ଯେଉଁ ସମୟ ଆସିବ ଅକାଳେ କୁହୁଡ଼ି ହେବ ଅକାଳରେ ଲିମ୍ବ କଢ଼ି ଯେ ଦେବ ବାଇଆ ମନ ଅକାଳେ କୁହୁଡ଼ି ହେବ ଅକାଳରେ ସବୁ ଜିନିଷ ହେବ ହେଉଛି ଋତୁଚକ୍ର ପରିବର୍ତ୍ତନ ହେବ ଋତୁଚକ୍ର ପରିବର୍ତ୍ତନ ହେବ ସବୁ ଅଲୌକିକତା ଦେଖାଯିବ ସୌର ମଣ୍ଡଳରେ ଏସବୁ କ୍ରିୟା ହେବ ପୂର୍ବରୁ ଆପଣ ଗୋଟେ ଭିଡ଼ିଓରେ କହିଥିଲେ ଦୁଇଟା ଗଛ ଆଜ୍ଞା ପକ୍ଷୀ ଆଜ୍ଞା ମାନବ ଏସବୁ ସାକ୍ଷୀ ରହିବେ ହଁ ଗୋଟେ ଭିଡ଼ିଓରେ ମୁଁ କହିଥିଲେ ଆପଣ ଆମ୍ବ ଗଛ କଥା କହିଥିଲି ଲିମ୍ବ ଗଛ କଥା କହିଥିଲି ନା ଆଉ କୋଉ କଥା କହୁଛି ସେଟା ଆପଣ କହିଥିଲେ ଆମ୍ବ ଗଛ ଲିମ୍ବ ଗଛ କୋଇଲି ପକ୍ଷୀ ଆଉ ପୁରୁଷ ପ୍ରସବ କରିବ ଭଦ୍ରକରେ ରିସେଣ୍ଟଲି ଗୋଟେ ନ୍ୟୁଜ୍ ଶୁଣିବାକୁ ମିଳିଥିଲା ଆଜ୍ଞା ଋତୁଚକ୍ରରେ ଗୋଳମାଳ ଦେଖାଯିବ ହଁ ପୁଣି ଆଉ ମହାପୁରୁଷ କହିଛନ୍ତି 3 ବର୍ଷେ ଋତୁମତୀ ହୋଇବେ ବାଳିକା ଯୁବତୀ ଋତୁଚକ୍ର ବଦଳିବ 3 ବର୍ଷରେ ପୃଥିବୀରେ ଏତେ ଟେମ୍ପରେଚର ବଢ଼ିବ 3 ବର୍ଷରେ ମ୍ୟାଚୁରିଟି ପିଲା ପାଇବେ 3 ବର୍ଷ ଋତୁମତୀ ହୋଇବେ ବାଳିକା ଯୁବତୀ ଏକଥା କିଏ କହୁଛନ୍ତି ଅଚ୍ୟୁତଙ୍କର ବ୍ରହ୍ମ ଏକାକ୍ଷର ମେଳା ବହିର ନାଁ ହେଉଛି ବ୍ରହ୍ମ ଏକାକ୍ଷର ମେଳା ଆଚ୍ଛା ମହାପୁରୁଷ ରାମଦାସକୁ ଅଚ୍ୟୁତ କହୁଛନ୍ତି ଯେ ଏଇ ଘଟଣା ସବୁ ହେବ ଅକାଳେ କୁହୁଡ଼ି ମାଡ଼ିଣ ଆସିବ ଅକାଳେ ଫଳ ଫଳିବ ଅକାଳରେ ଲିମ୍ବ କଡ଼ ଯେ ହେବ ଅକାଳେ ମୁରୁଜ ଥିବ ଅକାଳରେ ଦେଖିବେ ଆପଣ ଲିମ୍ବ କଢ଼ଟା ଅକାଳ ସମୟରେ ହେବ ଯେଉଁ ସମୟରେ ହେବା କଥା ନୁହଁ ସେ ସମୟରେ ଲିମ୍ବ କଢ଼ ହେବ ଅକାଳରେ କୁହୁଡ଼ି ଆସିବ ହଠାତ୍ ଦିନରେ କୁହୁଡ଼ି ମାଡ଼ି ଆସିବ ଅକାଳରେ କୋଇଲି ରାବ କରିବେ ଯେଉଁ ସମୟରେ କୋଇଲି କୁହୁ ରାବ କରିବା କଥା ନୁହଁ ରାବ କରିବେ ପୁଣି କ'ଣ ହେବ କୁକୁଟମାନଙ୍କ ରାବଣ ଶୁଭିବ ଜାଣିବୁ ବା ରଙ୍ଗ ତୁହି ସେ ସମୟରେ ଲୀଳା ଉପୁଜିବ ଅନନ୍ତ ଆସିବେ ଯାଇ ବୁଝି ହେଉଛି ଅକାଳରେ କୁହୁଡ଼ି ହେବ
ଅକାଳରେ ଲିମ୍ବ କଢ଼ି ହେବ, ଅକାଳରେ ଆମ୍ବ ବଉଳ ହେବ, ଅକାଳରେ କୋଇଲି ରାବ କରିବେ। ଆଉ ଗୋଟିଏ କଥା ଏଠି କହିଲେ 3 ବର୍ଷରେ ଋତୁମତୀ ହେବାର ଋତୁଚକ୍ରଟା ପୁରା ସମ୍ପୂର୍ଣ୍ଣ ବଦଳିବ। ଏମିତି ଟେମ୍ପରେଚର ହେବ ପୃଥିବୀ ଅକ୍ଷରେ 3 ବର୍ଷ ଋତୁମତୀ ହୋଇବେ ବାଳିକା ଯୁବତୀ, 3 ବର୍ଷ ଭିତରେ ପିଲା ମ୍ୟାଚୁରିଟି ପାଇବେ। ଆଉ କ'ଣ କହୁଛନ୍ତି ନା କୁକୁଟ ମାନକ ରାବଣ ଶୁଣିବ। କୁକୁଟ କହିଲେ କୁକୁଡ଼ା, କୁକୁଡ଼ା ଆଉ 4ଟା ରାତିରୁ ଯେଉଁ ରାବ କରନ୍ତି ହେଉଛି ଆଉ ତ ଦେଶୀ କୁକୁଡ଼ା ନାହାନ୍ତି, ଆଉ ସବୁ ବ୍ରଏଲର ହେଇଗଲା। ଆଉ କୁକୁଟ ମାନକ ରାବଣ ଶୁଣିବ। କୁକୁଟ ମାନଙ୍କ ମୁଣ୍ଡରେ ଆଗ ନାଲି ଚିହ୍ନ ଅଛି, ସବୁ ଧଳା ନା। ଆଉ এইসব ব্রয়লার কুকুড়া রাউ রাউ এই ব্রয়লার কুকুড়াকে দেখলে রডি করছেন ব্রয়লার কুকুড়া, ব্রয়লার কুকুড়া রাবিবেনি। কুকুট মানক রাব ন শুণিব শুভিব, কুকুটা মানক অর্থ কুকুড়া মানকর আর রাব শুণিবনি। যেতবে এই অসময় আসব কোণ আসব, অনন্ত লীলারে লীলা প্রসরিব, অনন্ত করিবে খেল। এই সময় যেতবে আসব জানিবু কুকুটা মানকর রাব ন হব, সেতবে জানিবু ଅନନ୍ତଙ୍କର ଖେଳ ଚାରିଆଡ଼େ ହେଲା। ବିତିପାତ ଯୁଗ ଆସିଲା ସମୟ, ମହରଗ ହେବ କାଳ। এই ସମୟ ଯେତେବେଳେ ଆସିବ ଇଏ ସବୁ ଅଶୁଭ ସୂଚକ। ଆଜି ତ ସମୟ ନାହିଁ। ଜାଗ ଜାଗ ରୂପ ଜାଗ ହେ ସ୍ୱରୂପ ମହାକାଳ ରୂପ ହେଲା। ଜାଗତିକ ମାୟା ପୃଥିବୀର ସୌରଜଗତରେ ଜାଗତିକରେ ଏମିତି ଅନେକ ଅଶୁଭ ଘଟଣା ଆସିବ। ଇଏ ଯେଉଁ ସମୟ ଆସିଛି ବର୍ତ୍ତମାନ ଅଶୁଭ ଘଟଣା, ଏ ଅଶୁଭ ଘଟଣାରେ ଆମେ କେମିତି ସୁଧାରି ହେବା? ଆମେ ସେଇ ଜଗନ୍ନାଥଙ୍କୁ ଡାକିବା, ଆମେ ସେଇ ପରମାତ୍ମାଙ୍କୁ ଡାକିବା, ଆମେ ସେଇ କାଳିଆ ସାହାନ୍ତଙ୍କୁ ଡାକିବା। ସେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଭୁଜ୍ୟା ସାହା सकरम भो देवदुल्ह वप्रकये नारायणं परं वेदा नारायणं पराक्षरा नारायणं परांगति नारायणं परं मुक्ति। तेणु जगन्नाथ को आम सी है नारायण परं वेदा, सी हूँ परम अक्षर, सी हूँ परम मुक्तिदायक। ये घड़ी सुंदी मुहूर्त ये अशुभ सूचक आम समस्त सावधान हवा कहाँपाई? निजपाई। निजକୁ ଥରେ आत्मसमीक्षा କରନ୍ତୁ, ନିଜକୁ ଥରେ समर्पण କରନ୍ତୁ, ନିଜେ ଥରେ ଭଗବତ ପାଦରେ ପଦାମୁଦ ହୁଅନ୍ତୁ, ନିଜେ ଥରେ ଭଗବାନଙ୍କ ପ୍ରେମରେ ମରିଯାଆନ୍ତୁ, ନିଜେ ଥରେ ସେଇ ଜଗନ୍ନାଥଙ୍କୁ କୀର୍ତ୍ତନ କରନ୍ତୁ। ତାହେଲେ ଆପଣମାନେ ଏ ସଂସାରରେ ଗୋଟେ ଭଲ ମଣିଷଟିଏ ହେବେ, आदर्श परिवार गठन करेंगे, आदर्श रूप से आनंद रे संसार भितर सुखरे सुना पुओ भले रही पारे। जय जगन्नाथ, जय पंचसखा, जय पंचसखा, जय पंचसखा। पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णव्यम वशिष्यते। हरि ओम। शांति शांति शांति।